ନିଜେ ମଧ୍ୟ ଯେ ପରିଶ୍ରମ କରୁଥିଲି ଆଉ ବୟସ ହେଇଗଲାଣି ପିଲାମାନଙ୍କୁ ଟ୍ରେନିଂ ଦେଇକି ଛାଡ଼ୁଛି ଆଉ କ'ଣ। ଆମର 8 ସାହିର 8ଟା ଆଖଡ଼ା ଅଛି। ଆଉ ସବୁ ରାମଚନ୍ଦ୍ରଙ୍କର ନୀତି ଅନୁସାରେ ଆମର ବାଲି ସାହିର ହେଉଛି ସେତୁବନ୍ଧ ରାବଣ, ବଧ ରାବଣ ଆମର ବାହାରିବା କଥା। ତେଣୁ ସେଇ ସମୟରେ ପିଲାମାନଙ୍କୁ ଟିକେ ସହଯୋଗ କରିକିରି ବ୍ୟବସ୍ଥା ପତ୍ର କରାଯାଏ ଆଉ କ'ଣ। ସାହିଯାତ୍ରା ତ ଆରମ୍ଭ ହେଇଥିଲା, ତାର ତ ବହୁତ କିମ୍ବଦନ୍ତୀ। ଆଜ୍ଞା, ମାନେ ପୁରାଣ ଶାସ୍ତ୍ର ଅନୁସାରେ ଦେଖିଲେ ଆମର ପୁରୀ ସହରର ସାହିଯାତ୍ରା ହେଇଥିଲା ମାନେ ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ପାଇଁ। ଆଜ୍ଞା, ସୁରକ୍ଷା ପାଇଁ ଆମର ରଜା ଗଜପତି ମହାରାଜା ବସିକିରି ବ୍ୟବସ୍ଥା ପତ୍ର କରିକି ପ୍ରତି ସାହିରେ କିଛି ସେବକଙ୍କୁ ଇଏ କଲେ ମନ୍ଦିର ସୁରକ୍ଷା ପାଇଁ। ସେ ମନ୍ଦିର ସୁରକ୍ଷା ପାଇଁ ସମର କଳା ଦରକାର। ସେ ସମର କଳା ପାଇଁ ବିଭିନ୍ନ ସାହିରେ ସବୁ ଜାଗା ସୃଷ୍ଟି କରାଗଲା। ପ୍ରତି ସାହିରେ ଗୋଟେ ଗୋଟେ ଆଖଡ଼ା କରାଗଲା। ସାହିର ଯେତେଟା ମେଳ ଜାଗା ଅଛି ତାଙ୍କର ମୁଖ୍ୟ ହେଲେ ଆଖଡ଼ା। ସିଏ ସବୁ ବ୍ୟବସ୍ଥା ପତ୍ର କଲେ କେବଳ ଜଗନ୍ନାଥଙ୍କର ସୁରକ୍ଷା ପାଇଁ। ତାପରେ ସାହିଯାତ୍ରା ଆରମ୍ଭ ଆଉ କ'ଣ।